ॐ सहना भवतु सहनौ भुनक्तु सह वीर्यं करवावहै तेजस्विनावधीतमस्तु मा विद्विषावहै। ॐ शान्तिः शान्तिः शान्तिः। गुरुर्ब्रह्मा गुरुर्विष्णुः गुरुर्देवो महेश्वरः गुरुरेव परं ब्रह्म तस्मै श्री गुरवे नमः। समस्तजनकल्याणे निरतं करुणामयं नमामि चिन्मयं देवं सद्गुरुं ब्रह्मविद्वरं सद्गुरुं ब्रह्मविद्वरं। हरि ओम। देखो माया विषय प्रकृति विषय विवेक चूड़ामणि रे अलग अलग टेक्निकल रे शंकराचार्य कही एवं एठी विद्यारण्य पंचदशिकार उनके फंक्शन के बारे में उनका उस माया का स्वरूप तो बता ही रही है, अभी कंटिन्यूस चलेगा। हम लोग कल 132 में देखा था। कौन देखे थे कि माया अस्वतंत्र एवं माया स्वतंत्र दीटा जाक माया अस्वतंत्र कहीं ना माया को ना प्रकृति कहते माया तो प्रकृति में विद्धि जड़ ये निजे निजे किछ कर परियोने। सांख्य दर्शन रे माया प्रकृति को चेतन माना जाउछे किंतु वेदांत रे माया जड़ चेतन प्रेजेन्स रे माया काम करियो एणु अस्वतंत्र एवं स्वतंत्र केमदिया काम दृष्टि तार फंक्शन दृष्टि मोहित करवा से स्वतंत्र ସେଇଠି ଆଉ ଭଗବାନ ବି ମନା କରିବେନି। କାରଣ ମାୟାର ଗୋଟେ କାମ ହଉଛି ଅଜ୍ଞାନ। ମାୟାର ପ୍ରକୃତିର ଦିଟା ଶକ୍ତି, ଆବରଣ ଶକ୍ତି, ବିକ୍ଷେପ ଶକ୍ତି। ସେ ଆବରଣ ଶକ୍ତିକୁ ଯୋଗୁ ଆବରଣ ଶକ୍ତି ଯୋଗୁ ପରମାତ୍ମାକୁ ନ ଜାଣିବା ଏବଂ ଅଲଗା ଜାଣିବା, ଜଗତ ଉପରେ ଜାଣିବା। ଅସଙ୍ଗସ୍ୟ ଅନ୍ୟଥା କୃତେ ସ୍ୱତନ୍ତ୍ର ଅପି ସ୍ୟାତ୍ 132 ରେ। स्वतंत्र कहेंगे कारण से परमात्मा को अलग रूप से देखाई दौर। परमात्मा मना करना गोटे ड्रामाटिक स्टाइल रे जब देखा माया भगवान को रिक्वेस्ट कर भगवान आपण पाखरे मु सात्विक होगी रही चार ना हूँ विद्या माया आपण कंट्रोल करें मु आपणकर दासी आपणकर अर्धांगिनी हूँ भक्ति जोटी भक्ति थी जहाँ पाखरे मु डिस्टर्ब करी नहीं मत एति वरदान दिंतु। मुक्ति मध्य मोर जदियो विरोधिनी किंतु सी मध्य भक्तिर दासी आ मोर किंतु आमे सौतुणी वाला मु अच्छी सी ना सी अच्छी मु ना जो मुक्ति अच्छी से माया नहीं और जो माया अच्छी से मुक्ति नहीं कि आमे दी जन सौतुणी आमे दी जन जाक आपणकर दासी आपणकर अर्धांगिनी आपणकर प्रेमिका आपणकर सहचरी हूँ भक्ति। जो मनुष्य पाखे भक्ति अच्छी बस मु डिस्टर्ब करी नहीं आ जहाँ पाखे भक्ति नहीं ज्ञान भी नहीं ताको मु डिस्टर्ब करी मत एटा परमिशन दिंतु से मोर ना हो अविद्या माया।
ଏତିକି ମତେ ସ୍ୱତନ୍ତ୍ରତା ଦିଅନ୍ତୁ। ଭଗବାନ କହିଲେ ତଥାସ୍ତୁ, ତେବେ ଯାଇକି ଏ ଜଗତଟା ବଢିଆ ଲାଗିବ। ଯଦି ମୋନୋଟୋନସ୍ ହୁଅନ୍ତା, ସମସ୍ତେ ଜ୍ଞାନୀ ହୁଅନ୍ତେ, ଯୁଆଡେ ଯିବ ସାରା ୱାର୍ଲଡ ଦେଖିବ କି ସମସ୍ତେ ଧ୍ୟାନ କରୁଛନ୍ତି, ତେବେ ମଜା କେମିତି ହବ? ଯେତେବେଳେ ତୁ ତିଆରି କରୁଛୁ ଆଉ ମୋ ଯୋଗୁ, କଣ ଫାଇନ୍, ଆଇ ଏଗ୍ରି ଦିସ୍ କଣ୍ଡିସନ, ତେବେ ଯାଇକି ଜଗତଟା ବୈଚିତ୍ରତା ବିବିଧତା ରହିବ। ଏବଂ ଗୋଟେ ମନୁଷ୍ୟ ଭିତରେ ଯେତେବେଳେ ତଡପ ହବନି, ତଡପ ମାନେ ଯେତେବେଳେ ଗୋଟେ ଆକୁଳତା ବ୍ୟାକୁଳତା ହବନି, ତ ମତେ ପାଇପାରିବେନି। ମୋ ପ୍ରତି ଯୋଉ ଭକ୍ତିର ସଘନତା, ଶବ୍ଦ ଶୁଣନ୍ତୁ, ଭକ୍ତିର ଯୋଉ ଡେନ୍ସିଟି, ପ୍ରଥମେ ବିରହତା ହବ। ବିରହ, ସେଥିପାଇଁ କାବ୍ୟ ଶାସ୍ତ୍ରରେ ବିରହକୁ ବହୁତ ବଢିଆ ସୁନ୍ଦର କ୍ୱାଲିଟି ମାନା ଯାଉଛି। ତେବେ ଯାଇକି, ଯେମିତି ବହୁତ ଖରା ହେଲେ ଯାଇକି ବର୍ଷା ହଉଛି, ପ୍ରେମିକ ପ୍ରେମିକା ହୁଅନ୍ତୁ, ଯେତେବେଳେ ବିରହ ହୁଏ ତାପରେ ମିଳନଟା ଆନନ୍ଦ ହୁଏ, ହେ ନା? ତେଣୁ ପ୍ରଭୁ ଠିକ ଅଛି, ଏଗ୍ରିଡ୍, ମୁଁ ମତେ ଏହା ଦିଅନ୍ତୁ। ଭଗବାନ କହିଲେ ଠିକ ଅଛି, ଏଗ୍ରିଡ୍, ତୁ ସ୍ୱତନ୍ତ୍ର, ତୁ ଏଇସବୁ ତମ କରିବା ପାଇଁ। ତ ଭଗବାନଙ୍କୁ ଷ୍ଟାର୍ଟ କରୁଛୁ। ପରମାତ୍ମା ଭଗବାନଙ୍କୁ କିଛି କରିପାରିବ, ନଥିଙ୍ଗ, ନଟ୍ ଏ ସିଙ୍ଗଲ। କିନ୍ତୁ କାରଣ ଆମେମାନେ ସେଇ ଭଗବାନଙ୍କ ଠାରୁ ଆସିଲେ, ଆସୁ ଆସୁ ବାସ୍ ମାୟାର ପ୍ରଭାବରେ ପଡ଼ିଗଲା। ଯେମିତି ଭାଗବତର ବର୍ଣ୍ଣନା ଅଛି, କଳି କଣ କଲା, ପରୀକ୍ଷିତଙ୍କ ଠାରୁ ହିଁ ଜାଗା ମାଗିଲା। 4ଟା ଜାଗା ଦେଲେ, ଦ୍ୟୁତମ, ମଦ୍ୟପାନମ, ହିଂସା, ଚୋରିମ, ସ୍ତ୍ରୀ। ଏ 4ଟା ଜାଗା କହିଲେ କି ଦିଜ୍ ଆର୍ ନଟ୍ ଗୁଡ୍ ପ୍ଲେସେସ୍, ଡର୍ଟି ପ୍ଲେସ୍, ଗୋଟେ ଭଲ ଜାଗାଟା ଦିଅନ୍ତୁ। ପଞ୍ଚମମ୍ ସୁବର୍ଣ୍ଣ, ପଞ୍ଚମ ସୁବର୍ଣ୍ଣ, ସୋନା। କିନ୍ତୁ ପରୀକ୍ଷିତ କହିଦେଇଥିଲେ ଅଧର୍ମ ଅର୍ଜିତ ସୋନାରେ, ଧର୍ମ ଅର୍ଜିତ ଯଦି କିଏ ସୋନା ପିଞ୍ଚେ, ତାର ତ କିଛି କରିପାରିବନି। କାରଣ ସୋନା ମଧ୍ୟ ଗୋଟେ ୟୁଟିଲିଟି ଭ୍ୟାଲ୍ୟୁ ଅଛି। ସୋନାକୁ ବ୍ୟବହାର କରାଯାଏ। ରାଜା ପିନ୍ଧିପାରିବେ ସମସ୍ତେ, ସ୍ତ୍ରୀଙ୍କର ତ ଅଳଙ୍କାର। କିନ୍ତୁ ସେଇ ସୋନାଟା ଧର୍ମ ଅର୍ଜିତ, ମାନେ ନିଜର ପୁରୁଷାର୍ଥର ଅର୍ଜିତ, કોઈ ଚୋରି ଡକାୟତ ନାହିଁ, ସେଇଟାରେ ତୁ ରହିପାରିବନି। ଏଗ୍ରି। ପରୀକ୍ଷିତ ପିନ୍ଧିଥିଲେ ଯୁଧିଷ୍ଠିରଙ୍କର ମୁକୁଟ, ସେଟା ପ୍ରବେଶ କରିପାରିଲାନି। ତେଣୁ କଳି ଜାଗା ପରୀକ୍ଷିତଙ୍କୁ ମାଗିକି ପରୀକ୍ଷିତଙ୍କୁ ହିଁ ପକାଇଦେଲା। କେତେବେଳେ? ଯେତେବେଳେ ସେ ଜରାସନ୍ଧର ମୁକୁଟ ପିନ୍ଧିଦେଲେ, ଅଧର୍ମ ଅର୍ଜିତ। ଏ ବड़ा ଇଣ୍ଟରେଷ୍ଟିଂ କାହାଣୀ ମାୟାର। ସେମିତି ମାୟା ଭଗବାନଙ୍କ ଠାରୁ ବରଦାନ ନେଲା, ଭଗବାନଙ୍କୁ ତ କିଛି କରିପାରିଲାନି। ଭଗବାନଙ୍କ ଠାରୁ ଯୋଉ ଆମେମାନେ ଉତ୍ପନ୍ନ ହେଲେ, ସେ ଉତ୍ପନ୍ନ ହେଇ ଯୋଉଠି ହେଇକି ତ ଆସିବାକୁ ପଡିବ ନା, ବା ସେଇ ଭିତରେ ଷ୍ଟାର୍ଟ ହେଇଗଲା। ଆମର ଉତ୍ପନ୍ନର ଶୈଳୀରୁ ହିଁ ଷ୍ଟାର୍ଟ କରିଦେଲା ସେ। ଦେଖୁନାହାନ୍ତି ଆପଣ, ସାକ୍ଷିଣ ପୁରତଃ ଭାନମ, ସାକ୍ଷୀ ଯେ ଚେତନ ତତ୍ଵ କୂଟସ୍ଥ ଆତ୍ମା, ସେ ପୂର୍ଣ୍ଣ ରୂପରେ ଚୈତନ୍ୟ ସ୍ୱରୂପ। ସାକ୍ଷିଣ ପୁରତଃ ଭାନମ ଲିଙ୍ଗ ଦେହେନ ସଂୟୁକ୍ତମ। अब लिंग देह भगवान तैयारी कले, आमर भी किसी ना, कि लिंग देह सहित आम मान संपर्क आरंभ हो गला। बस जिते संपर्क हो गला, से तो निश्चय किसी गोटे थर्ड एंटिटी तैयारी हो ना। चितिच्छाया समावेशात जीव सद व्यावहारिक, फिर हमें व्यवहारिक जीव हो गए, से माया स्टार्ट हो गला। फिर तो माया को किछ करे ना, माया को बस हो गला माने मोर फिर लिंगरिंग हम रसी चलो। 133 में यहीटा कहते कि कूटस्थ आत्मा ब्रह्म को किछि करिवार नथिबो, तथापि माया कौन करुचे, एमिति करे दउचे जो कि बंधन र अछि, बंधन र प्रतीति, बंधन र आभास, बंधन र आशंका करे दउचे से। 133 कूटस्थ संगमात्मानम् कूटस्थ सङ्गमात्मानम्
जगत्वेन करोति सा। जगत्वेन करोति सा। चिदाभासस्वरूपेण चिदाभासस्वरूपेण जीवेशावपि निर्ममे। जीवे सा वपि निर्ममे। सा, सा माने माया। से जो माया कूटस्थ असंगम आत्मानम, से जो माया कूटस्थ असंग आत्मा को जगत रूप ତିଆରି କରିଦଉଛି। ଦେଖାଯାଉଛି କୋଉଟା? ଏବେ ଯୋଉ ଆମେ ସାରା ସଂସାର ଦେଖୁଛୁ, ଇଏ ବ୍ରହ୍ମ, କିନ୍ତୁ ଆମକୁ ବ୍ରହ୍ମ ଦେଖାଯାଉନାହାନ୍ତି ନା, ଆମକୁ ତ ଜଗତ ଦେଖାଯାଉଛି। ଆପଣ ଦେଖୁନାହାନ୍ତି କଣ? ଏଇ ଯୋଉ ଆପଣ ବର୍ତ୍ତମାନ ଲ୍ୟାପଟପରେ ମତେ ଦେଖୁଛନ୍ତି, ହୁଁ, ହଁ, କାଲିର ମୋର ଜ୍ୟାକେଟ ଅଲଗା ପିନ୍ଧିଥିଲି, ମୁଁ ଆଜି ଗୋଟେ ଜ୍ୟାକେଟ ଅଲଗା ପିନ୍ଧିଦେଲି, ମାଳା ସେମ୍ ଅଛି, ସେଇ ମାଧବାନନ୍ଦ ଚନ୍ଦନ ସିନ୍ଦୁର, କିନ୍ତୁ ଦେଖିବାକୁ ଗଲେ ସାଇନ୍ସ ଦୃଷ୍ଟିରୁ ଇଟ୍ ଇଜ ନଥିଙ୍ଗ ବଟ୍ ଲାଇଟ୍। ପଛପଟେ ଧଳା ପରଦା ଦେଖୁଛନ୍ତି, ଗୋଟେ ମାଇକଟେ ଦେଖାଯାଉଛି। ସେ ମାଇକରେ ଯୋଉ ରେଡ୍ ଅଛି, ଯଦି ରେଡ୍ ନଥିବ ତାହେଲେ ଶୁଭା ଯିବନି ଆପଣଙ୍କୁ। ସେଥିପାଇଁ ମମତା ସାଙ୍ଗେ ସାଙ୍ଗେ କହୁଛି, ସ୍ୱାମୀଜୀ କିଛି ଶୁଭା ଯାଉନି, ତାମାନେ କେତେବେଳେ କେମିତି ରେଡ୍ ହବନି। ପବିତ୍ର କାହିଁକି କହୁଛନ୍ତି, କାହିଁକି ସେ ମାଇକଟାକୁ ରଖୁଛନ୍ତି, ତାଙ୍କୁ ବୋଧେ ଖରାପ ଲାଗୁଥିବ। ମୁଁ କହିଲି ଦେଖ, ସେଟା ସାଉଣ୍ଡ ଟିକେ ଭଲ ଆସେ, କିନ୍ତୁ ଲୁଜ୍ ହେଇଯାଏ କେତେବେଳେ କେମିତି। ତେଣୁ ଆଚ୍ଛା, ବସ୍ତୁ ଦୃଷ୍ଟିରୁ ପଟିଆଲା ଆଶ୍ରମରେ ମୋ ରୁମରେ ବସ୍ତୁ ଅଛି, କିନ୍ତୁ ଯଦି ଲାଇଟ୍ ନଥାନ୍ତା ଇଏ ଆପଣ ଦେଖିପାରିବେନି। ଦେଖିବାକୁ ଗଲେ କ'ଣ, ଇଟ୍ ଇଜ ଓନ୍ଲି ଲାଇଟ୍, କିନ୍ତୁ ଲାଇଟ୍ର ଅଲଗା ଅଲଗା ରିଫ୍ଲେକ୍ସନ ହେଇକି ଆପଣ ସବୁ ଦେଖୁଛନ୍ତି। ଯିଏ ଏ କଥାଟା ସାଇନ୍ସ ଜାଣିଛି, ସେ କହିବ ଇଏ ସ୍ୱାମୀଜୀ ତାଙ୍କ ନିଜ ରୁମରେ ବସିଛନ୍ତି, ତାକୁ ଯଦି ଆମେ ଅଲଗା ଅଲଗା ଜାଗାରେ, କିଏ ବମ୍ବେରେ ବସିଛି, କିଏ ଭୁବନେଶ୍ୱରରୁ, କିଏ ଦିଲ୍ଲୀରୁ, ଦିଲ୍ଲୀରେ ହଉଛି ଗେଟୱେ ଅଛି, ମମତା କରୁଛି, ତେ ଇଏ ସବୁ କରିକି କ'ଣ, ସବୁ ଲାଇଟ୍ର ହିଁ କରାମତି। ସେମିତି ମାୟାର କରାମତି କ'ଣ? ଜଗତ। ଆମେ କହୁଛୁ ଆକାଶ, ଅଗ୍ନି, ଜଳ, ପୃଥିବୀ, ନାୟଗ୍ରା, ହିମାଳୟ, କରେ ସବୁ କିଛି ଆମେ ଦେଖୁଛୁ, ଇଏ ବ୍ରହ୍ମ ହିଁ, ବ୍ରହ୍ମର ଅସ୍ତିତ୍ୱ ହିଁ ଆମକୁ ଦେଖାଯାଉଛି ନାମ ରୂପ ନେଇକି। ନାମ ରୂପ ପ୍ରସାରଣ ସୃଷ୍ଟି କ'ଣ? ନାମ ରୂପ ପ୍ରସାରଣ ହେଲା। କ'ଣ? ଅସଙ୍ଗ ଆତ୍ମା କୁ ଜଗତ ରୂପରେ ପ୍ରୋଜେକ୍ସନ କରାଉଛି। ଲାଇଟ୍ ବି ପ୍ରୋଜେକ୍ସନ ହିଁ କରାଉଛି ନା, ସ୍ୱାମୀଜୀ ଦେଖୁଛନ୍ତି, ମାଇକ ଦେଖୁଛନ୍ତି ଆଦି। ଏ ଜଗତ ରୂପରେ ପ୍ରୋଜେକ୍ସନ କରେଇବା, ଜଗତ ରୂପରେ ନାମିତ କରାଉଛି କିଏ? ମାୟା। ଆଚ୍ଛା ସ୍ୱାମୀଜୀ, ଏସବୁ ଡିଟେଲ ଡିସ୍କସନ ଆମେ କାହିଁକି କରିବା? ଏସବୁ କିନ୍ତୁ ମୁଣ୍ଡ ବି ଖରାପ ହେଇଯାଉଛି। ଆରେ ବାବା, କାଲି ଆମେ ଦେଖିଥିଲେ ନା, ଅଜ୍ଞାନୀ ବ୍ୟକ୍ତି ମାୟାକୁ ଅସତ ବୋଲି, ସତ ବୋଲି ଭାବୁଛି, ବାସ୍ତବିକ ବୋଲି ଭାବୁଛି। ଏଇ ତ ଦୁଃଖର କାରଣ। କାରଣ ବାସ୍ତବିକ ଆମେ ଭାବିକି ରହିଥିବା, ମାୟା ତ ବାସ୍ତବିକ ନୁହଁ, ମାୟା ତା ବାଟରେ କାମ କରିବ, ସେତେବେଳେ ଆମକୁ ଦୁଃଖ ହବ। କେମିତି? ଏକ୍ସାମ୍ପଲ ନେଉନାହାନ୍ତି, ଆପଣଙ୍କ ଶରୀର, ସମସ୍ତଙ୍କ ଶରୀର, ଆମେ ଯିଏ ଅଜ୍ଞାନୀ ସେ ଭାବିଥିବ ଏ ଶରୀରଟା ରହିବ, ନାଇଁ, ଶରୀରଟା ରୋଗ ହବ, ବୁଢ଼ା ହବ, ମରିବା, ସେତେବେଳକୁ ଦୁଃଖ ହବ। ପତ୍ନୀ ବାହା ହେଲେ ଆମେ ଭାବିବା କି ରହିବ, ନାହିଁ। ଆପଣ ଜୀବନରେ ବହୁତ ଦେଖୁଛନ୍ତି ମଧ୍ୟ, ପତ୍ନୀର ପତି ଚାଲି ଯାଉଛନ୍ତି ପ୍ରଥମେ, ପତିଙ୍କର ପତ୍ନୀ ଚାଲି ଯାଉଛନ୍ତି ପ୍ରଥମେ, ବହୁତ ଦୁଃଖର ଦୁଃଖ, ଆପଣ ପହଞ୍ଚୁ ପହଞ୍ଚୁ କାନ୍ଦ ବୋବାଳି। ତାଙ୍କ ଦୃଷ୍ଟିରୁ ବାସ୍ତବିକ, ଆପଣଙ୍କୁ ବି ଲାଗୁଥିବ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଇଏ ହଉଛି
रियलिटी वी हैव टू एक्सेप्ट इट। ये मायार खेल समस्त हम जी आसी से जीव। टीका गोविंद चंद्र मो पिला बेल मन अच्छी मुझे फिफ्थ सिक्स क्लास पढ़ुले एमाने जो बाउल भाया कौन टंग 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 करके आसिक टीका गोविंद चंद्र गीत गाउथे माने पाचिला को रखी दउथु और कंचा को नहीं चलुथु ए संसार रो नियम सुंदर पद जाक थो। अर्थात जो युवक अच्छी सी मरीज आ जो वृद्ध हम सी रही बापा रही पु मरीगला। तो मायार जदि वास्तविकता आम जाना रियलिटी अनिर्वाच्य तुच्छ मिथ्या दुख हबने से आज्ञा तो बारंबार ये डिस्कशन मुझे जड़े माँ घर को पटियाले बुलायापी जो माँ जड़े जड़े माँ अम्मा कहतु माने मिशन रे भेटियापी गली से आसती शुणापी मोर कहले स्वामीजी एमती प्रोब्लेम या प्रोब्लेम हजबैंड तो नहांती जड़े झील मैंने अच्छा किए दिल्ली रे किए अमेरिका रे तो बोले अम्मा यही ये जरूर आएगा सबके लिए आएगा। तो जो ज्ञान है जो उपनिषद ज्ञान है यही काम देगा। फर्स्ट काम देगा कि मैं शरीर नहीं हूं। जब ये ज्ञान आसव आम जीवन रे देन शरीर जो रोग हम ताको आम सहन करिया। सेकंड मोर प्रारब्ध प्रत्येक व्यक्तिर प्रारब्ध अच्छे प्रारब्ध जो मनुष्य भोग करे तेणु माया विषय जो विचार करवा से मायाटर अलग हम कौन से बाहर पदार्थ जो मिसी जाइए ना समवाय हो दो संबंध हो संसर्ग संबंध हो से हमको बाहर करने प्रयत्न दरकार प्रयत्न। आप जानते ना च्युइंगम आप खाऊं